କିଏ ଆଳୁ ଖାଇବା ପାଇଁ ଆମର ପଳେଇ ଆସିବୁ ହେଲା। ଏପଟରେ ଆମର ମାଛ ଛକା ଚାଲିଛି ଦେଖନ୍ତୁ। ଜୟ ଜଗନ୍ନାଥ, ଶୁଭ ସକାଳ। ମିଷ୍ଟର ଦୀପକ ବ୍ଲଗକୁ ସ୍ୱାଗତ। ଆସନ୍ତୁ ଆଜିର ବ୍ଲଗଟି ଷ୍ଟାର୍ଟ କରିବା। ସକାଳୁ ସକାଳୁ ବର୍ତ୍ତମାନ ମୁଁ ଉଠିଲି, ଆଉ ଶୀତ ହେଉଥିଲା ତଥାପି ମୁଁ ଉଠି ସାରିଛି। ବର୍ତ୍ତମାନ ଟିକେ ଆଜି ଯେହେତୁ ଆଜି ଆମ ଜେଜେବାପାଙ୍କ ଶ୍ରାଦ୍ଧ, ତେଣୁକରି ଆଜି ସବୁ କ'ଣ ନିଶ୍ଚିତ ଭାବରେ ଦେଖିବା କ'ଣ ସବୁ ଦିନର କାର୍ଯ୍ୟ ହେଉଛି। ନିଶ୍ଚିତ ଭାବରେ ଗାଁକୁ ମଧ୍ୟ ଖାଇବାକୁ ଦିଆଯିବ, ଭୋଜି ଦିଆଯିବ। ଆଉ ବର୍ତ୍ତମାନ ଟିକେ ଯିବା ଦେଖି ଆସିବା, ବାଡ଼ିଆଡ଼େ ଟିକେ ବୁଲି ଆସିବା ଏବଂ ତାପରେ ଯିବା ଆମର ହେଉଛି ଦେଖିବା, ଗାଁକୁ ଯିବା, ଏମିତି ସବୁ ଦେଖିବା କ'ଣ ହେଉଛି। ଆଉ ନିଶ୍ଚିତ ଭାବରେ ଯେଉଁମାନେ ନୂଆ କରି ଆମ ଚ୍ୟାନେଲ୍ ମାଧ୍ୟମରେ ଭିଡ଼ିଓଟି ଦେଖୁଛନ୍ତି ଖାସ୍ କରି ସବସ୍କ୍ରାଇବ୍ କରିଦେବେ। ଆସନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଦେଖିବା ଆମେ ଏବେ ଯେଉଁ ଗଛ ଲଗେଇଛୁ ଦେଖନ୍ତୁ, ଇଏ ହେଉଛି ଆମର ଟମାଟୋ ଗଛ। ଦେଖନ୍ତୁ ଏବେ ଲଗାଯାଇଛି, ଯେଉଁ ଗାଁକୁ ବେପାରୀ ବାଲା ଆସିଥିଲା ତା କତୁରୁ ଚାରା ରଖାଯାଇଛି। ଏବଂ ଇଏ ଦେଖନ୍ତୁ ଫୁଲକୋବି ଏବଂ ଉଲକୋବି, ବେଶୀ ନୁହଁ 20-20ଟା ଗଛର ଲଗାଯାଇଛି ଉଲକୋବି, ଫୁଲକୋବି ଏବଂ ଲଙ୍କା ଗଛ ଦେଖନ୍ତୁ ଇଏ। ଆଉ ସବୁ ଗୁଡ଼ା ଯେହେତୁ ବେଶୀ ହଣା ହେଇନି, ତେଣୁକରି କମ୍ ହଣା ହେଇଥିଲା, ତେଣୁକରି କମ୍ ଲଗାଯାଇଛି। ଏତେ ସବୁ ଟମାଟୋ ଗଛ ଲାଗିଛି। ଆଉ ବର୍ତ୍ତମାନ ସେପଟକୁ ଯିବା। ବର୍ତ୍ତମାନ ଏପଟରେ ଆମର ଦେଖନ୍ତୁ ଏଇଟା ହେଉଛି ଆମ୍ବ ଗଛ। ଏଥର ବଉଳିବ ବୋଧେ, କଲିମ ଚାରା ଆମ୍ବ ଗଛ। ଆଉ ଏଇଟା ନଡ଼ିଆ ଗଛ। ଆଉ ଏପଟରେ ହେଉଛି ଦେଖେଇବା ଯେଉଁ କମଳା ଗଛ, ଗୋଟେ କଲିମ କମଳା ଗଛ। ଏଇଟା ଦେଖନ୍ତୁ, ଏଇଟା ଏଥର ଫଳିବ କେଜାଣି। ଆଉ ଇଏ ତ ଆମର ଗଛଟା ଭଲ ଉଠିଛି ଏବେ। ଆଉ ଡାଉନ୍ ଥିଲା, ଏବେ ଟିକେ ଭଲ ହେଇଛି। ଏଇଟା ବିଷ ପକାଯାଉଛି। ଇଏ ତ ଲେମ୍ବୁ ଗଛ ଦୁଇଟା ଦେଖନ୍ତୁ, ଏଥିରେ ତ ଲେମ୍ବୁ ଗୋଟେ ହେଇଛି। ଆଉ ସେ ଗୋଟେ ଯେତେବେଳେ ଦେଇଥିଲା ଗଛ କଲିମ ଚାରା, ସେ ଦେଇଥିଲା ଯେତେବେଳେ ଗୋଟେ ଲେମ୍ବୁ ଥିଲା। ଆଉ କହିଛି 12 ମାସି ବୋଲିକି। ଦେଖିବା ଇଏ 12 ମାସି କି ନାହିଁ, ହେଲେ ଜଣା ପଡ଼ିବ ସେ ଲୋକଟା ଠକେଇଛି କି ନାହିଁ। ଇଏ ହେଉଛି ଲେମ୍ବୁ ଗଛ ଦେଖିଲେ। ଆଉ ସେ ଏପଟରେ ବର୍ତ୍ତମାନ ସେପଟରେ ମଧ୍ୟ ଗୋଟେ ଆମ୍ବ ଗଛ ଦେଖନ୍ତୁ, ଇଏ ଗୋଟେ ଆମ୍ବ ଗଛ। ଏଇଟା ପୁରା ପିସରୁ ହେଇକି ଉପରକୁ ଉଠି ଯାଉଛି। ଏଇ ତ କଲରା ଗଛ ଅବୁଣା ଉଠିଛି, ତାକୁ ମୁଁ ଡାଳ ଦେଇକି ରଖିଛି, ଆଉ ସାର ଫାର ଦେଇକି। ଆଉ ଇଏ ତ ଆମର ହେଉଛି ଏଇ କମଳା ଗଛ, ବଡ଼ କମଳା ଗଛ। ଯାଉ ଏଥିରେ ହେଇଥିଲା 2ଟା କମଳା। ଆଉ ଏଠି ମଧ୍ୟ ଛୋଟ ଆମ୍ବ ଗଛ ଏବେ ଗୋଟେ ଲଗେଇଛି, ଅବୁଣା ଉଠିଥିଲା। ଲେମ୍ବୁ ଗଛ ଦେଖନ୍ତୁ, ଇଏ ଛୋଟ ଛୋଟ ଲେମ୍ବୁ ଗଛ ଏଠି 2ଟା, ଯେହେତୁ ଅବୁଣା ଉଠିଥିଲା ମୁଁ ତାକୁ ପୋତିକି ପାଣି ଫାଣି ଦେଉଛି। ହାଇ ଫ୍ରେଣ୍ଡ, ଫାଇନାଲି ବର୍ତ୍ତମାନ ଖାଇ ପିଇକି ରେଡ଼ି ହେଇସାରିଛି। ଯେହେତୁ ଜେଜେବାପାଙ୍କ ଶ୍ରାଦ୍ଧବାର୍ଷିକ, ବର୍ତ୍ତମାନ ମାର୍କେଟକୁ ଯିବା, ମାଛ ଫାଛ ନେଇକି ଆସିବା। କାହିଁକିନା ଯେଉଁ ଘାଣ୍ଟ, ମୁଢ଼ି ଘାଣ୍ଟ ହେବ ଏବଂ ଘାଣ୍ଟରେ ମାଛ ପଡ଼ିବ। ଏବଂ ବର୍ତ୍ତମାନ ମୁଁ ମାର୍କେଟ ବାହାରିଲି, ଆଉ ମାର୍କେଟ ଯାଇ ବର୍ତ୍ତମାନ ମାଛ ଫାଛ ନେଇକି ବର୍ତ୍ତମାନ ଆସିବା। ଚାଲନ୍ତୁ ବର୍ତ୍ତମାନ ଯିବା। ଫାଇନାଲି ମୁଁ ଆସି ପହଞ୍ଚିଗଲି ମାଛ ମାର୍କେଟରେ। ବର୍ତ୍ତମାନ ମାଛ ନେବା। ଦେଖନ୍ତୁ ଇଏ ହେଉଛି ମାଛ ଦେଖନ୍ତୁ। ଏପଟରେ ଆମର ରୋହି ମାଛ, ଏପଟରେ ଆମର ଜଳଙ୍ଗ କଣ୍ଟିଆ, ଏପଟରେ ମଧ୍ୟ ଆହୁରି ସେପଟେ ସବୁ ଭେରାଇଟି ମାଛ ଅଛି। ଆଉ ଆମର ଦରକାର ରୋହି ମାଛ ଏବଂ ଏସବୁ କେଜିକିଆ ମାଛ। ଆମେ ଏଇ ମାଛ ହିଁ ନେବା। ଏପଟ ବାଲ ମଧ୍ୟ ଅଛି। ଇଏ ଦେଖନ୍ତୁ, ଆମେ ବର୍ତ୍ତମାନ ଏଇ ମାଛ ଓଜନ ହେଇଯିବ ସବୁ। ବର୍ତ୍ତମାନ ଆମେ ନେବୁ ଏଇ ମାଛ ଏବଂ ନେଇକି ବର୍ତ୍ତମାନ ମୁଢ଼ି ଘାଣ୍ଟରେ ପଡ଼ିବ ମାଛ। ଖାସ୍ କରି ମାଛ ନ ପଡ଼ିଲେ ମୁଢ଼ି ଘାଣ୍ଟଟା ଟେଷ୍ଟ ଆସିବନି, ତେଣୁକରି ମାଛ ହିଁ ନିହାତି ପଡ଼ିବା ଦରକାର। ଏପଟରେ ଦେଖନ୍ତୁ ସବୁ କଙ୍କଡ଼ା, ସବୁ ଦେଖନ୍ତୁ କଙ୍କଡ଼ା, ବେଶୀ ବଡ଼ କଙ୍କଡ଼ା ନାହିଁ, ସବୁ ଛୋଟ କଙ୍କଡ଼ା ଛୋଟ ଛୋଟ। ବର୍ତ୍ତମାନ ଆମେ ମାଛ ନେଇ ପଳେଇବା। ଦେଖନ୍ତୁ ଦେଶୀ କଣ୍ଟିଆ ଦେଖନ୍ତୁ, ଜଣେ ଆଣିକି ଦେଲା, ବିକିଲା। ଦେଶୀ କଣ୍ଟିଆ କିଲୋ 200 ଟଙ୍କା ଲେଖା। ଆଉ ଏମିତି ମାଛ ନେଇକି ବର୍ତ୍ତମାନ ଯିବା ଘରକୁ। ଆଉ ମାଛ କଟା ଚାଲିଛି, ଆଉ କଟା ହେଲେ ବର୍ତ୍ତମାନ ନେଇ ଫାଇନାଲି ବର୍ତ୍ତମାନ ମୁଁ ଚାଲିଲି ଆମ ଆର ଘରକୁ, ଯେଉଁଠି ଆମର ଜେଜେବାପାଙ୍କର ଆଜି ଶ୍ରାଦ୍ଧ। ତେଣୁକରି ସେଠି ଆମର ଖାଇବା ପିଇବା ହେଉଛି। ମୁଁ ଗୋଟେ ବେଳେ ମାଛ ନେଇକି ଆସିଥିଲି ମାର୍କେଟରୁ। ବର୍ତ୍ତମାନ 2:30 ଟାଇମ୍। ବର୍ତ୍ତମାନ ମୁଁ ଗାଧୋଇ ଫାଧେଇ ବର୍ତ୍ତମାନ ଯାଉଛି। ସେଠି ରୋଷେଇ କାର୍ଯ୍ୟ ଚାଲିଛି, କ'ଣ କେମିତି ଚାଲିଛି ଏବଂ ଦେଖିବା ଯାଇ। ଚାଲନ୍ତୁ। ଫାଇନାଲି ବର୍ତ୍ତମାନ ମୁଁ ଆସି ପହଞ୍ଚିଗଲି ଯେଉଁଠି ଜେଜେବାପାଙ୍କ ଫଟୋ ଅଛି। ବର୍ତ୍ତମାନ ସେଇଠି ଦେଖନ୍ତୁ, ଇଏ ହେଉଛନ୍ତି ଆମ ଜେଜେବାପା। ଦୀର୍ଘ 20 ବର୍ଷ ତଳେ ଏକ୍ସପାୟାର କରିଯାଇଥିଲେ। ଇଏ ହେଉଛି ତାଙ୍କ ଶ୍ରାଦ୍ଧ। ବର୍ତ୍ତମାନ ଚାଲନ୍ତୁ ଯିବା ରୋଷେଇ ଶାଳାକୁ। ବର୍ତ୍ତମାନ ଦେଖନ୍ତୁ ଏଠି ଆମର ରୋଷେଇ କାର୍ଯ୍ୟ ଅଲରେଡ଼ି ଚାଲିଛି। ଏବେ
ଆସନ୍ତୁ ଦେଖିବା କିଭଳି ଚାଲିଛି ରୋଷେଇ। ନାଳୁ ଖାଇବା ପିଇବା ଆମର ପଳେଇ ଆସିବ ହେଲା। ଉଠୁ। ଏପଟରେ ଆମର ଦେଖନ୍ତୁ ମାଛ ମଧ୍ୟ ଛଙ୍କା ଚାଲିଛି। ଆଉ ମାଛ କିଛି ଛଙ୍କା ସରିଯାଇଛି, ଆଉ କିଛି ଛଙ୍କା ଯାଉଛି। ମାଛ ସେପଟରେ ଆମର କ'ଣ ବସିଛି ଦେଖିବା। ଆଜି ଖାଇବା ପିଇବା ଆମର ପଳେଇ ଆସୁଛୁ। ଡାଲି ବସିଛି ବୋଧେ। ଏପଟରେ ଆମର ଘାଣ୍ଟ ପାଇଁ ସବୁ ପ୍ରସ୍ତୁତ ହେଇକି ରହିଛି। ଦେଖନ୍ତୁ ବୋଇତାଳୁ ଆଳୁ କଟା ହେଇକି ରହିଛି ଏବଂ ଫୁଲକୋବି ଆମର ଛଙ୍କା ହେଇକି ଏମିତି ସବୁ ରହିଛି। ଗାଜର ଫାଜର ସବୁ ଏମିତି ରହିଛି। କିଏ ହାଇ ସିଏ ସବୁ ପୁରଷ୍ଟିଆ ବୋଇତାଳୁ ବା। ଏଇ କ'ଣ ହଉଛି? ଏପଟରେ ଆମର ଝିଅ ପୁଅ ସାଙ୍ଗ ସବୁ ମନ ଖୁସିରେ ଖେଳୁଛନ୍ତି। ଆଉ ଏପଟରେ ଆମର ଘାଣ୍ଟ ପାଇଁ ଘାଣ୍ଟ ଏବେ ଜଷ୍ଟ ବସିବ, କିନ୍ତୁ ଡାଲିଟା ସିଝୁଛି ବର୍ତ୍ତମାନ। ୟାପରେ ବର୍ତ୍ତମାନ ଘାଣ୍ଟଟା ଫାଇନାଲି ଯେଉଁମାନେ ଆମ ବ୍ଲଗ୍ ମାଧ୍ୟମରେ ଭିଡ଼ିଓଟି ଦେଖୁଛନ୍ତି ଖାସ କରି ସବସ୍କ୍ରାଇବର କରିଦିଅନ୍ତୁ ଏବଂ ଜଲ୍ଦି ଜଲ୍ଦି କଣ୍ଟିନ୍ୟୁ ହିଁ ଆମ ଭିଡ଼ିଓକୁ ଦେଖନ୍ତୁ। ଆଉ ଏପଟରେ ଅଦା କାଟିଦିଅ। ଏପଟେ ଆମର ଯେଉଁ ଫାଳି ସୁଲା ଥିଲା ବର୍ତ୍ତମାନ ଛଙ୍କା ଯାଉଛି, ଯେହେତୁ ଘାଣ୍ଟରେ ପଡ଼ିବ। ସେପଟରେ ମଧ୍ୟ ସବୁ ଆମର ଲୋଡ଼ ହେଇସାରିଲାଣି ଘାଣ୍ଟ ପାଇଁ। ଆଉ ମାଛ ବର୍ତ୍ତମାନ ଯେଉଁ ଛଙ୍କା ହେଇଥିଲା ବର୍ତ୍ତମାନ ତାକୁ ଫୁଟିବା, କାହିଁକିନା ମାଛଟା କୁଣ୍ଟିଲେ ଦେଲେ ଯାହାଫଳରେ କି ଘାଣ୍ଟଟା ଟେଷ୍ଟ ଆସିବ। ଯେଉଁ ମୁଢ଼ି ଘାଣ୍ଟ ଆଉ କୁହନ୍ତି, ମାଛଟା ମାନେ ବେଶୀ କୁଟା ଯିବନି, ଖାଲି ମାନେ ଯେମିତି ଟିକେ ଟିକେ ରହିବ। ଆଉ ଏପଟରେ ଦେଖନ୍ତୁ ଘାଣ୍ଟ ଅଲରେଡ଼ି ସିଝି ଆସିଲାଣି। ଆଉ ସବୁ ଭେରାଇଟି ବର୍ତ୍ତମାନ ସିଝା ଯାଉଛି। ଆଉ ଏପଟରେ ହେଉଛି ଆମର ଦେଖନ୍ତୁ ସବୁ ପ୍ରସ୍ତୁତ ଖଟେଇ ପାଇଁ ପ୍ରସ୍ତୁତ ହେଇଯାଉଛି। ଆଉ ଏପଟରେ ବଇଆ ମୁଁ ଆମର ହେଉଛି ରୋଷେଇ ଦାୟିତ୍ୱରେ ଅଛନ୍ତି। ଫାଇନାଲି ବର୍ତ୍ତମାନ ଆମର ଦେଖନ୍ତୁ ଡାଲି ପ୍ରସ୍ତୁତ ହେଇସାରିଛି। ଦେଖନ୍ତୁ ବର୍ତ୍ତମାନ ଡାଲି ଫୁଟା ସରିଛି, ଡାଲିର ମାନେ ଆମର ପ୍ରସ୍ତୁତ ହେଇସାରିଛି। ଏପଟରେ ଆମର ଖଟେଇ ପାଇଁ ପ୍ରସ୍ତୁତ ଚାଲିଛି, ଖଟେଇ ହେବ। ସେପଟରେ ଆମର ହେଉଛି ଯେଉଁ ଘାଣ୍ଟ ବସିଛି, ଘାଣ୍ଟରେ ଅଧେ ନିରାମ କଢ଼ାଯିବ। ଯେହେତୁ ମଙ୍ଗଳବାର ପଡ଼ୁଛି, ତେଣୁକରି ନିରାମ ଖାଇବା ପାଇଁ ଏଥିରେ ମଧ୍ୟ ଅଧେ ନିରାମ କଢ଼ାଯିବ। ଦେଖନ୍ତୁ ଖଟେଇଟା ଆମର ମସଲା ହେଇକି ତା ଦେହରେ ଅଲରେଡ଼ି ଆମ୍ବୁଲ ପଡ଼ିଯାଇଛି, ଅନ୍ୟାନ୍ୟ ଜିନିଷ ସବୁ ପଡ଼ିଯାଇଛି। ବର୍ତ୍ତମାନ ଦେଖନ୍ତୁ ଖଟେଇଟା ଆସ୍ତେ ଆସ୍ତେ ସିଝିକି ବର୍ତ୍ତମାନ ପୁରା ଅଲଗା ପ୍ରକାର ଫ୍ଲେଭର ଆସିଯିବ। ଏପଟରେ ଆମର ଦେଖନ୍ତୁ ଘାଣ୍ଟ ଅଲରେଡ଼ି ଫୁଟିଲାଣି, ମାନେ ସିଝିଗଲାଣି, ଫୁଟିଲାଣି। ଏପଟରେ ଆମର ଖଟେଇ ମଧ୍ୟ ପ୍ରସ୍ତୁତ ହୋଇସାରିଲା। ଦେଖନ୍ତୁ ଖଟେଇଟି କିଭଳି ଭାବରେ ହେଇଛି ଦେଖନ୍ତୁ। ଆଉ ଡାଲି ଖଟେଇ ଆମର ଦୁଇଟା ଯାକ ପ୍ରସ୍ତୁତ ହେଇଗଲା। ଏପଟରେ ଘାଣ୍ଟ ଦେଖନ୍ତୁ ନିରାମ ପାଇଁ କଢ଼ା ହେଇଗଲା। ଶେଷ ପର୍ଯ୍ୟାୟରେ ବର୍ତ୍ତମାନ ଆମର ଭାତ ଛଙ୍କା ମଧ୍ୟ ଚାଲିଛି। ଶେଷ ପର୍ଯ୍ୟାୟରେ ଆମର ଭାତ ଛଙ୍କା ଚାଲିଛି ଏବଂ ବର୍ତ୍ତମାନ ସମସ୍ତ କାର୍ଯ୍ୟ ସରିଗଲା। ଏବେ ଗାଁ ଲୋକମାନେ ଆରାମସେ ଖାଇବେ ଏବଂ ଖାସ କରି ଆମ ଭିଡ଼ିଓଟି କଣ୍ଟିନ୍ୟୁ କରିବେ ଏବଂ ସବସ୍କ୍ରାଇବର କରିବେ।